ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଏପ୍ରିଲ 25ରୁ ଖରା ଛୁଟି, ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର। ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଆସନ୍ତା 25 ତାରିଖ ରାଜ୍ୟରେ ଖରା ଛୁଟି ଘୋଷଣା ହୋଇଛି। ଏପ୍ରିଲ 22ରୁ 24 ଯାଏଁ 3 ଦିନ ହେବ ସକାଳୁ ସ୍କୁଲ। ସକାଳ 6ଟା 30ରୁ 10ଟା 30 ଯାଏଁ ସ୍କୁଲ ଖୋଲା ରହିବ। ଏପ୍ରିଲ 25 ଠାରୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର। ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ମଧ୍ୟ ମିଳିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବିଏସ୍କେୱାଇ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୁଛନ୍ତି ଷଡ଼ଯନ୍ତ୍ର, କହିଲେ ପାଣ୍ଡିଆନ୍। ମିଳିଥିବା ଖବର ଅନୁଯାୟୀ ଶ୍ରମିକମାନେ ହେଉଛି ବିକାଶର ସାରଥୀ। ଶ୍ରମିକଙ୍କ କଲ୍ୟାଣ ପାଇଁ ବିଏସ୍କେୱାଇ ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷମତାକୁ ଆସିବା ମାତ୍ରେ ବିଏସ୍କେୱାଇ ଯୋଜନା ବନ୍ଦ କରିଦେବେ ଧର୍ମେନ୍ଦ୍ର। କେନ୍ଦ୍ର ଶିକ୍ଷା, ଓଡ଼ିଶାର ବିକାଶ, କେତେ ଛାତ୍ରଛାତ୍ରୀଙ୍କୁ ବୃଦ୍ଧି ହେଉଛି ବୋଲି ଉଠିଲା ପ୍ରଶ୍ନ। ରାଜ୍ୟ ସରକାର ଗରିବ, ଶିକ୍ଷା, ଚାଷୀ ଓ ଶ୍ରମିକଙ୍କ ପିଲା ପାଠ ପଢ଼ିବା ପାଇଁ ଆରମ୍ଭ କରିଛନ୍ତି ନୂଆ ସ୍କଲାରସିପ୍। ନିର୍ବାଚନ ଇସ୍ତାହାର ଶ୍ରମିକଙ୍କ ପ୍ରସ୍ତାବ ସାମିଲ କରିବ ବିଜୁ ଜନତା ଦଳ। ରାଜ୍ୟ 1 ନମ୍ବର ଯୋଜନା ହେଉଛି ବିଏସ୍କେୱାଇ ଯୋଜନା। ଶ୍ରମିକ, ଚାଷୀ ଓ ଗରିବ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି। ବଡ଼ ବଡ଼ ହସ୍ପିଟାଲ ଚିକିତ୍ସା କରାଇବା ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି। ଏହି ଯୋଜନାରେ ପ୍ରତି ମାସରେ 260 କୋଟି ଟଙ୍କା ଖର୍ଚ୍ଚ ହେଉଛି। 1,50,000 ପରିବାର ମାଗଣା ଚିକିତ୍ସା ଯୋଗାଇ ପାଉଛନ୍ତି। ରାଜ୍ୟର ପାଖାପାଖି 90% ଲୋକ ଏହି ଯୋଜନାରେ ସୁଫଳ ହୋଇଛନ୍ତି। ଏହି ଯୋଜନାକୁ ନେଇ ସମସ୍ତେ ଖୁସି ଅଛନ୍ତି, କିନ୍ତୁ ଲୋକଙ୍କ ଖୁସି ଦେଖି ପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ। ସେ କ୍ଷମତାକୁ ଆସିବା ମାନେ ପ୍ରଥମେ ବିଏସ୍କେୱାଇ ଯୋଜନା ବନ୍ଦ କରିବେ। ନାଁ ନେଉଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଯିବ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ୍ କହିଲେ। ବିଜୁ ଓ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରବାର ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଯୁକ୍ତ 2 ଖାତା ଦେଖାରେ ବିଳମ୍ବ, ଆଜି ମୂଲ୍ୟାଙ୍କନ ସରିବାକୁ ଲକ୍ଷ୍ୟ। ମିଳିଥିବା ଖବର ଅନୁଯାୟୀ ଧାର୍ଯ୍ୟ ସମୟରେ ସରିଲାନି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା ଯୁକ୍ତ 2 ପରୀକ୍ଷା ଖାତା। ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖାରେ ସରିବା ପାଇଁ ଚୂଡ଼ାନ୍ତ ହୋଇଥିଲା, ହେଲେ ଛୁଟି ରହିଥିବାରୁ ଏଥିପାଇଁ ଖାତା ଦେଖାରେ ବିଳମ୍ବ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆଜି ସରିବାର ଲକ୍ଷ୍ୟ ଅଛି। ସିଏଚ୍ଏସ୍ସିର ଜଣେ ବରିଷ୍ଠ ଅଧିକାରୀ କହିବା କଥା 80ରୁ 90% ଖାତା ଦେଖା ସରିଯାଇଛି। ତେବେ ବାକି ରହିଥିବା ଖାତା ଆଜି ଶେଷ ହୋଇଯିବ। ତେବେ ପୂର୍ବରୁ ସୂଚନୀୟ ମେ 15 ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ ସମୁଦାୟ 27 ଲକ୍ଷ ଖାତା ମୂଲ୍ୟାଙ୍କନ ହୋଇଛି। ପ୍ରଥମ ପର୍ଯ୍ୟାୟରେ 40% ଖାତା ମୂଲ୍ୟାଙ୍କନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଖାତା ଦେଖା ଚାଲିଛି। ଚଳିତ ବର୍ଷ 3,86,286 ଜଣ ପିଲା ପରୀକ୍ଷା ଦେଇଛନ୍ତି। ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଏପ୍ରିଲ 25ରେ ସୋନପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ମିଳିଥିବା ଖବର ଅନୁଯାୟୀ ଆସନ୍ତା 25 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ। ସେ ସେହିଦିନ ସୋନପୁର ଜନସଭାରେ ସମ୍ବୋଧନ କରିବେ। ଏନେଇ ସୂଚନା ଦେଇଛି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁର ଫେରି ଅମିତ ଶାହା ଭୁବନେଶ୍ୱର ରାତ୍ରି ଯାପନ କରିବେ। ସେ ଏଠାରେ ବିଜେପିର ପଦ ଅଧିକାରୀ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବା ସହ ବିଜୟ ମନ୍ତ୍ର ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଜି ବିଧାନସଭା ନିର୍ବାଚନ ଲଢୁଥିବାରୁ ଅମିତ ଶାହା ବି ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ବିଗୁଲ ବଜାଇବେ ବୋଲି କୁହାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କଲା IRDAI। ଏଣିକି 65 ବର୍ଷ ପରେ ବି ଲୋକମାନେ ନୂଆ ପଲିସି ନେଇପାରିବେ। ମିଳିଥିବା ଖବର ଅନୁଯାୟୀ ଏଣିକି ଯେକୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିପାରିବେ। ପୂର୍ବରୁ ଏହାକୁ କିଣିବା ପାଇଁ ସର୍ବାଧିକ ବୟସ 65 ବର୍ଷ ରହିଥିବା ବେଳେ ଏହା ତାହାର ସମାପ୍ତ କରିଦିଆଯାଇଛି। ଏଣିକି 65 ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ନୂଆ ପଲିସି କ୍ରୟ କରିପାରିବେ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ତରଫରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ ହୋଇଛି। ଏହି ପରିସ୍ଥିତିରେ ଯଦି ଆପଣ ପିତାମାତାଙ୍କ ବୟସ 65ରୁ ଅଧିକ ହୋଇଥାଏ ଆଉ ଆପଣ ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ସ୍ୱାସ୍ଥ୍ୟ ବୀମା ନେବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ନିଶ୍ଚିତ ଭାବେ ଫାଇଦା ନେଇପାରିବେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 8,000 TTE ପୋଷ୍ଟ ଲାଗି ଆହ୍ୱାନ ଆବେଦନ। ମିଳିଥିବା ଖବର ଅନୁଯାୟୀ ଭାରତୀୟ ରେଳବାଇ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ 8,000 TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ ହୋଇଛି। ଆଗ୍ରହୀ ଇଚ୍ଛୁକ ପ୍ରାର୍ଥୀମାନେ ଭାରତୀୟ ରେଳ ଅଫିସିଆଲ ୱେବସାଇଟ୍ indianrailway.gov.in କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ମେ 2024ରୁ ଆରମ୍ଭ ହେବ ଓ ଜୁନ୍ 2024ରେ ଶେଷ ହେବ। ପରୀକ୍ଷା ତାରିଖ ଖୁବ୍ କମ୍ ଦିନ ମଧ୍ୟରେ ଘୋଷଣା ହୋଇଯିବ। ପୋଷ୍ଟ ଟ୍ରାଭେଲିଂ ଟିକେଟ ଏକ୍ସାମରେ TTE 8,000 ପଦ ନିଯୁକ୍ତି ହେବ। ସର୍ବନିମ୍ନ ବୟସ
18 ଓ ସର୍ବାଧିକ 28 ବର୍ଷ ରହିଛି। ଦରମା ସର୍ବନିମ୍ନ 27,400 ଓ ସର୍ବାଧିକ 45,600 ରହିଛି। ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ମ୍ୟାଟ୍ରିକ ପରୀକ୍ଷା କିମ୍ବା ଯୁକ୍ତ 2 ପରୀକ୍ଷା କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ।